বালি ঘর মশারি সাজিলা আশা বালি ঘর মশারি সাজিলা এতে দুঃখ দেলা কাহি উপরবালা পাথর কলে বিছাতি সাহিত হুয়েনি দেখিবা ডরু সপন ভাগিলা আশা বালি মশারি সাজিলা দেখিবা ডরু সপন ভাগিলা আশা বালি মশারি সাজিলা এতে দুঃখ দেলা কাহি উপরবালা এতে দুঃখ দেলা কাহি উপরবালা পাথর কলে বিছাতি সহিত হুয়েনি যেতে কাঁদিলে লুহ সরুনি যেতে কাঁদিলে লুহ সরুনি যেতে কাঁদিলে লুহ সরুনি ভরসা কাছে তুই মন জন্য মরণ জুড়িলে জলুছি জীবন ভরসা কাছে তুই মন জন্য মরণ জুড়িলে জলুছি জীবন তো নিজ ছাইয়ে তুহে তো নিজ ভাগ্য তবে বিহার করবে যেতে কাঁদিলে লুহ সরবি যেতে কাঁদিলে লুহ সরুনি যেতে কাঁদিলে লুহ সরুনি যেতে কাঁদিলে লুহ সরুনি যেতে কাঁদিলে লুহ সরুনি हे जीव थय किछि लाभ नाही झिमुती एते भल पाउथिला झिमुर दिन राति सेवा करुथिला जहा पाई आज पर्यंत बंची आसीथिली
से तो पर करी चली गला मु भाऊ बच्ची की के लाभ काय ମୁଁ ବି ମହାରାଣୀଙ୍କ ଜୁଇରେ ଆତ୍ମ ବିସର୍ଜନ କରିବି ଆତ୍ମ ବିସର୍ଜନ ନାଇଁ ମହାରାଜ, କେହି ରହି ନାହିଁ, ରହିବେଟି ନାହିଁ ଏଇ ବବରଙ୍କ ଭୂମି ତଲେ। ଆରେ ସମସ୍ତେ ନିଜ ନିଜ ଅଭିନୟ ସାରି ବାଉଡ଼ିବେ କାଲ ବୋଲେ। ମର୍ତ୍ତ୍ୟ ମଣ୍ଡଲେ ଦେହ ବହି ସ୍ୱୟଂ ଦେବତା ହେଲେ ବି ବରଇ ଯାହା ସବୁ ଘଟି ଯାଇଛି ସେ ସବୁ ହଉଛି ବିଧିର ବିଧାନ ମହାରାଜ। ହେଲେ ଆପଣ ଯଦି ଆତ୍ମବିସର୍ଜନ କରିବାର ନିଷ୍ପତ୍ତି ନେଇ ସାରିଛନ୍ତି ଚାତୁ ମହାରାଜ, ଖୁସି ଖୁସି କରିନେବେ ଆତ୍ମବିସର୍ଜନ। ମୁଁ ବା କିଏ ଆପଣଙ୍କୁ ଅଟକାଇବି? ନାଇଁ ମହାରାଜ, ହେଲେ ମହାରାଜ ଉପରକୁ ଯାଇ କହିଦେବେ ରାଣୀ ମାଙ୍କୁ, ଏ ରାଣୀ ଚାଲି ଆସିଛି ରେ, ଚାଲି ଆସିଛି ତୋ ପାଖକୁ। ତୁ ଯୋଉ କୁନି କୁନି ଶିଶୁପୁତ୍ର ଦୁଇଟି ମୋତେ ସମର୍ପଣ କରିଥିଲୁ ନା, ଆଜି ମୁଁ ସେମାନଙ୍କୁ ଅନାଥ କରି ଚାଲି ଆସିଛି ରେ। ମୁଁ ବି ଚାଲି ଯାଉଛି ମହାରାଜ, ମୁଁ ମଧ୍ୟ କହିଦେବି ଆତ୍ମବିସର୍ଜନ। ଆରେ ଯୋଉ ରାଜ୍ୟରେ ରାଜା ନଥିବ, ରାଣୀ ନଥିବ, ସେଠି ଭାବରେ କି କାମ ମହାରାଜ? ମୁଁ ମଧ୍ୟ ନିଶ୍ଚୟ କରିଦେବି ଆଜି ଆତ୍ମବିସର୍ଜନ। ଠିକ ଅଛି, ଯେମିତି ହେଲେ ମତେ ବଞ୍ଚିବାକୁ ପଡିବ। ଆଉ ମୁଁ ବଞ୍ଚିଲେ ମୋ ବେଲିକୁ ମୋର ବଞ୍ଚିବି, ମୋ ବେଲିକୁ ମୋର ବଞ୍ଚିବେ। ହଁ ଠିକ ଅଛି। हे ଭଗବାନ, କି ଦୋଷ କରିଥିଲେ, କି ଦୋଷ କରିଥିଲେ ମୋ ବେଲି ଗୋଟି ସନ୍ତାନ ଜନ୍ମ ହେବା କ୍ଷଣି ଏମାନଙ୍କୁ ମା ଚଉଣ୍ଡ କରିଦେଲେ ଠାକୁର। ମା ଚଉଣ୍ଡ ମନରେ କେତେ ଆଶା ବାନ୍ଧିଥିଲି, ସବୁ ଆଶାରେ ହିଁ ରହିଗଲା। ଆଶାର କେବେ ଫଳ ଗତି ହେଲାନି ପ୍ରଭୁ, କେବେ ଫଳ ଗତି ହେଲାନି। କୋଉ ଏକ ଅଦିନିଆ ଝଡ଼ ଆସିଗଲା ଯେ ନିମିଷକ ମଧ୍ୟରେ ଏଇ ମୋ ବାୟା ବସା ଭାଙ୍ଗି ରୁଚି ଚୁରମାର ହେଇଗଲା। କେମିତି କେମିତି ଏବେନି ଗୋଟେ ଶିଶୁ ପୁତ୍ରଙ୍କର ସେବା ଯତ୍ନ ନେବି, କେମିତି ଲାଳନ ପାଳନ କରିବି? ମା କ୍ଷୀର ବିନା ଏମାନେ କଣ ବଞ୍ଚି ପାରିବେ? ନାଇଁ, ଯେମିତି ହେଲେ ମତେ ବଞ୍ଚିବାକୁ ପଡିବ। ହଁ, ବଞ୍ଚିବାକୁ ପଡିବ। ମହାମନ୍ତ୍ରୀ ଗୁଣାକାର, ମହାରାଜ, ଆଜି ଏଇବେନି ଗୋଟେ ଶିଶୁ ପୁତ୍ରକୁ ମୁଁ ତମରି ହସ୍ତରେ ସମର୍ପଣ କରୁଛି। ହେ ଦୁହିଁଙ୍କର ଲାଳନ ପାଳନ କରିବ। କଣ ଏତିକି ମୋ ପାଇଁ କଣ କରିପାରିବନି? ମହାରାଜ, ପ୍ରଭୁ ଶ୍ରୀକୃଷ୍ଣ ଯେପରି ମଥୁରାରେ ଜନ୍ମ ହୋଇ ଗୋପପୁରରେ ଲାଲନ ପାଲନ ହୋଇଥିଲେ, ଠିକ ସେଇଭଳି ଏଇ ବେଣୀ କୁମାର ମଧ୍ୟ ଏଇ ରାଜମହଲରେ ଜନ୍ମ ହୋଇ ଏଇ ମନ୍ତ୍ରୀ ଉଆସରେ ବଢିବେ। ନା ମହାରାଜ? ମୁଁ ମଧ୍ୟ ସେଇଆ ଚାହୁଁଛି ମହାମନ୍ତ୍ରୀ। ଏଥିପାଇଁ ମୁଁ ଗର୍ବିତ ମହାରାଜ। ଆପଣ ମୋତେ ଏତେ ଯୋଗ୍ୟ ବିବେଚିତ କରିଛନ୍ତି, ଆପଣଙ୍କୁ କୋଟି ଧନ୍ୟବାଦ ମହାରାଜ।
କିନ୍ତୁ ମହାରାଜ କିନ୍ତୁ ପ୍ରଥମେ ଏ ଶିଶୁମାନଙ୍କ ନାମକରଣ କରିଦିଅନ୍ତୁ ମହାରାଜ। ହଁ ଠିକ କହିଛ। ଜ୍ୟେଷ୍ଠ ପରନାମ ସହିତ ସହିତ ହଁ ଆଉ କନିଷ୍ଠ ପରନାମ ହେଲା ବସନ୍ତ। ବସନ୍ତ ହଁ ସହିତ ବସନ୍ତ। ସହିତ ବସନ୍ତ ମହାମନ୍ତ୍ରୀ ଗୁଣାକାର। ହଁ ମହାରାଜ। ଆଜି ଦିନଠୁ ହେ ମୋ ସହିତ ବସନ୍ତ ତମକୁ ଲାଗିଲା। ତମେ ତାଙ୍କୁ ବାପାର ଆଶୀର୍ବାଦ ଏବଂ ମାର ସ୍ନେହ ଦେବ। ନିଶ୍ଚୟ ମହାରାଜ। ମଣିଷ ପରି ମଣିଷ କରିବ। ଅସ୍ତ୍ର ଶିକ୍ଷା ଶସ୍ତ୍ର ଶିକ୍ଷାରେ ନିପୁଣ କରିବ। ନିଶ୍ଚୟ ଚାଓ ମହାରାଜ। ଚାଓରେ ମୋର ସହିତ ବସନ୍ତ ଚାଓ। ଭଗବାନ ତମକୁ ଘଣ୍ଟ ଗୋଡ଼ାଇ ରଖିଥାନ୍ତୁ। ଚାଓ। ପାପ ଛାଡ଼ିଲି